আন্তর্জাতীয় নিশা নিবারণ দিবস জুন 26 ହେଉଛି ଆନ୍ତର୍ଜାତୀୟ ନିଶା ନିବାରଣ ଦିବସ। ଏହି ଦିନଟିକୁ ବିଶ୍ୱରେ ସମସ୍ତେ ମାନି ଆସୁଛନ୍ତି। ଏହା ଏକ ଜନ ସଚେତନତା କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମ ରାଉରକେଲାର ଅବକାରୀ ବିଭାଗ ପକ୍ଷରୁ ଆୟୋଜିତ ହୋଇ ସଚେତନତା ରାଲିରେ ସହରର ସ୍ୱେଚ୍ଛାସେବୀ ଅନୁଷ୍ଠାନଗୁଡ଼ିକ ସାମିଲ ହୋଇଥିଲେ। ନିଶା କିଭଳି ମାରାତ୍ମକ, ଏହା ମଣିଷ ପାଇଁ କିପରି ବିପଦ ଓ ସମାଜରେ ନିଶାକୁ ନିବାରଣ କରିବା ଉଦ୍ଦେଶ୍ୟରେ ଏକ ରାଲି ରାଉରକେଲାର ସିଭିଲ ଟାଉନସିପ୍ ସ୍ଥିତ ଗଭର୍ଣ୍ଣମେଣ୍ଟ ହାଇସ୍କୁଲ ପାଖ STI ଛକ ନିକଟରୁ ବାହାରି ସହର ପରିକ୍ରମା କରିଥିଲା। ଆନ୍ତର୍ଜାତୀୟ ନିଶା ଅପବ୍ୟବହାର ଓ ଅବୈଧ ଚାଲାଣ ବିରୋଧ ଦିବସରେ ସଚେତନତା ପଦଯାତ୍ରା କାର୍ଯ୍ୟକ୍ରମରେ OSP ଫୋର୍ସ, ପ୍ରଜାପିତା ବ୍ରହ୍ମକୁମାରୀ ସଂସ୍ଥା, ସମର ଶିକ୍ଷାର୍ଥୀ ବାହିନୀ, NCC, ଜିଲ୍ଲା ଅବକାରୀ ବିଭାଗ, ମ୍ୟୁନିସିପାଲ କଲେଜର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ। ଏହି ସଚେତନତା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଉରକେଲା ADM ଆଶୁତୋଷ କୁଲକର୍ଣ୍ଣୀ ଯୋଗ ଦେଇଥିବା ବେଳେ ରାଉରକେଲା SP ବ୍ରିଜେଶ କୁମାର ରାୟ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ସଚେତନତା ରାଲି ଉଦିତନଗର ହାଇସ୍କୁଲ ପର୍ଯ୍ୟନ୍ତ ଯାଇଥିଲା। ଏହି କାର୍ଯ୍ୟକ୍ରମରେ ରାଉରକେଲା ଅବକାରୀ ସୁପରିଟେଣ୍ଡେଣ୍ଟ ଆଶରଫ ଅଲ୍ଲୀ, ଡେପୁଟି ସୁପରିଟେଣ୍ଡେଣ୍ଟ ଏକ୍ସାଇଜ୍ ଅର୍ଚ୍ଚନା ବାରିକ, ଇନ୍ସପେକ୍ଟର ମୋହନ ପ୍ରଧାନ, SI ଅଜୟ ପ୍ରଧାନ, ମୋବାଇଲ ଇନ୍ସପେକ୍ଟର ଥାପା ମରାଣ୍ଡି, ବଣେଇ ଇନ୍ସପେକ୍ଟର ସୁବାସ ବାରିକ, ସୁନ୍ଦରଗଡ଼ ଜିଲ୍ଲାର ଅବକାରୀ ବିଭାଗର ସମସ୍ତ ପଦାଧିକାରୀ ଷ୍ଟାଫ୍ ଏଥିରେ ଯୋଗ ଦେଇଥିଲେ। ଦେଖନ୍ତୁ ତାରି ଚିତ୍ର। सर टिके साइड है बीरो न्यूज ओडिशा कथा यूट्यूब चैनल टी को आपण माने देखुछंती। मतामत दियंतु, लाइक करंतु, सब्सक्राइब करंतु और शेयर मध्य करंतु। भाई